ଦେଖନ୍ତୁ ଆମର 1.5 ବର୍ଷ ପାଖାପାଖି ହେଇଗଲା ଏସ୍ଆଇ ଏକ୍ଜାମ ହବାର ନାହିଁ, କିଛି ସରକାର ବି ତାଙ୍କ ପକ୍ଷରୁ କିଛି ପଦକ୍ଷେପ ନେବାର ନାହିଁ, କିଛି ନାହିଁ। ତେଣୁ ଆମେ ଆଗାମୀ 5 ତାରିଖ ଦିନ ଲୋୟର ପିଏମଜି ରେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ବ୍ୟବସ୍ଥା କରିଛୁ। ତେଣୁ ଯୋଉମାନେ ଓଡିଶାରୁ କୋଣ ଅନୁକୋଣ ପିଲା ଦେଖୁଛନ୍ତି ଏଇ ମାଧ୍ୟମରେ ଆମେ ଜଣେଇ ଦେବାକୁ ଚାହୁଁଛୁ ଯେ 15 ତାରିଖ ଦିନ ଆପଣ ଲୋୟର ପିଏମଜି ଭୁବନେଶ୍ୱରକୁ ଆସନ୍ତୁ। ସରି 5 ତାରିଖ 5 ଫେବୃଆରୀ ଦିନ ଆସିକି ଜଏନ କରନ୍ତୁ। ଆଉ ଆମକୁ ସାହାଯ୍ୟ କରନ୍ତୁ ସରକାରଙ୍କୁ ମାନେ କହିବା ପାଇଁ ଯେ ସରକାର କେବେ ଏକ୍ଜାମ କରିବେ, ୟା ପ୍ରତି କଣ ମାନେ କେତେ ବାଟ ଗଲାଣି, ଓୟୁଏସଏସସି ଗଠନ ହେଲାଣି କି ନାହିଁ, ଖାଲି କାଗଜ ପତ୍ର ତ ରହିଗଲେ ତ ହବନି ନା। ତ ଆମେ ଓୟୁଏସଏସସି ପ୍ରକୃତରେ ଗଠନ ହେଇଛି କି ନାହିଁ ସବୁ ହେଇଛି, ଆମେ ସରକାର ପାଖରେ ଦାବି ସେଇଟା ରଖିବୁ। ସରକାର କଣ ଉତ୍ତର ଦଉଛନ୍ତି ଆମେ ସେଇଦିନ ଜାଣିବୁ। ମାନସିକ ଚାପ ଆପଣ ଏଠି ସମସ୍ତେ ବି ଅଛନ୍ତି, ସବୁ ଭାଇ ମାନଙ୍କୁ ପଚାରନ୍ତୁ। ଏଠି ପିଲା ଲାଇବ୍ରେରୀରେ 5 ଟଙ୍କା ଭାତ ଡାଲମା ଖାଇକି ବି ରହୁଛନ୍ତି। ଭୁବନେଶ୍ୱର ଭଳିଆ ଜାଗାରେ ଏତେ ସଷ୍ଟେନ କରି ରହିବା, ଘର ଭଡା ନେଇକି ରହିବା, ଇଏ କରିବା, ଏଇଟା ବହୁତ କଷ୍ଟ ହୁଏ। ତେଣୁ ଆମେ କଣ କରିପାରିବୁ, ଆମ ହାତରେ ବି କିଛି ନାହିଁ। ତେଣୁ ଆମେ 5 ତାରିଖ ଦିନ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପାଇଁ ଧାର୍ଯ୍ୟ କରିଛୁ। ତେଣୁ ସେଇ ସରକାର ପାଖରେ ଦାବି ରଖିବା। ନାଇଁ ଆମେ କେବଳ ଡିଫେନ୍ସ ଆସ୍ପିରାଣ୍ଟ, ଯେହେତୁ ଇଏ ଟିକେ ମାନେ ଆମେ ଏସ୍ଆଇ ପ୍ରତି ବର୍ଦ୍ଦି ଟିକେ ଇଏ ପ୍ରତି ଇଣ୍ଟରେଷ୍ଟେଡ, ତେଣୁ ଆମେ କେବଳ ଏସ୍ଆଇ ପାଇଁ ଆମେ ଦେଖନ୍ତୁ ଆମେ ହାଇକୋର୍ଟରୁ ବି ଏଜ ରିଲାକ୍ସେସନ ପାଇଁ ଲଢିକି ଆଣିଲୁ। 7 ମାସ ଆମେ କେସ୍ ଲଢିଲୁ, ସେଠି ବି ଗଭର୍ଣ୍ଣମେଣ୍ଟ ଦଉନଥିଲା ଏଜ ରିଲାକ୍ସେସନ, ବହୁତ କଷ୍ଟରେ ଲଢିକି ଆଣିଲୁ ବହୁତ ମାନେ କରିକି। ଏବେ ଆଣିଲା ପରେ ପୁଣି ପରୀକ୍ଷା କରପ୍ସନ ହେଇଗଲା, ବାତିଲ ହେଇଗଲା। ତାମାନେ ଭାବନ୍ତୁ ଆମର ମାନସିକ ଅବସ୍ଥା କେମିତି କେତେ ଭୟଙ୍କର ଥିବ। ଗୋଟେ ଥର ବର୍ତ୍ତମାନ ଆହୁରି ବି ଦେଖ ସିବିଆଇ ତା ବାଟରେ ଇନଭେଷ୍ଟିଗେସନ କରୁଛି, ଏଇଟା ସ୍ୱାଗତ ଯୋଗ୍ୟ ପଦକ୍ଷେପ। ସିବିଆଇ କରୁ ତା ବାଟରେ, କିନ୍ତୁ ସେମାନଙ୍କୁ ନେଇକି ତ କେବଳ ଏସ୍ଆଇ ପରୀକ୍ଷା ହବନି ନା। ଏସ୍ଆଇ ପରୀକ୍ଷା 1.5 ଲକ୍ଷ ପିଲା ପକେଇଛନ୍ତି, ତ ସେମାନେ କେବେ ପରୀକ୍ଷା ଦେବେ? ତାଙ୍କର ଭବିଷ୍ୟତ କଥା କଣ ହବ ସେଇଟା ଟିକେ ସରକାର ଚିନ୍ତା କରନ୍ତୁ। ଆମେ ମାନେ କେବେ ପରୀକ୍ଷା ଦେବୁ? ଆମର ସେଇଥିପାଇଁ ଦାବି ରହିବ କେବଳ ସରକାର ପରେ। ଆମ ଏକ୍ଜାମ ରିଲେଟେଡ କେବେ ହବ, ସବ ଇନ୍ସପେକ୍ଟର ପରୀକ୍ଷା 2024 ଏଟା କେବେ ହବ, ସେଟା ସରକାର ଜଲ୍ଦି କିଛି ତାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ, ଆମକୁ ଜଣା। 5 ତାରିଖ ପର୍ଯ୍ୟନ୍ତ ଆମେ ତ ନେକ୍ସଟ କିଛି ବର୍ତ୍ତମାନ କିଛି ଇଏ କରୁନୁ। 5 ତାରିଖ ପର୍ଯ୍ୟନ୍ତ ସେମିତି ନ ହୁଏ ଆମେ ପୁରା ଆତ୍ମାହୁତି ଦବା ପାଇଁ ପୁରା ରେଡି ଅଛୁ। ତାପରେ ଯାହା ହବ ଆମେ ସେଥିପାଇଁ ସରକାର ଦାୟୀ ରହିବେ, ଆମେ